ଭିତରେ ବସିଛନ୍ତି ମୁଁ ଶୋଇଥିବି ଆସିକି ମୋ କତିରେ ଆସି ଅନ୍ଧାରେ ଠିଆ ହେଇଯାଇଥିବେ ମୁଁ ଏମିତି ଅନେଇଲା ବେଳେ ଟେକିକି ଏଇଠୁ ଛାତିରୁ ଧରିକି ଟେକିକି ବାହା କରିଦେଲି। ମୁଁ କହିଲି ବାବା ଏମିତି କ'ଣ କରୁଛନ୍ତି ଶ୍ୱଶୁର ହେଇକି କ'ଣ ଏମିତି ମାଛ ମୁଁ କାଟି ଜାଣିନାହାନ୍ତି କହୁନାହାନ୍ତି ମୁଁ ଭିତରେ ବସିଛି ଠିଆ ହେବେ ମୁଁ କେମିତି ଶାଢ଼ୀ ପିନ୍ଧିକି ବଦଳିବି ସନ୍ଧ୍ୟା ଦେବନି ରୁମ୍ ଭିତରେ ଆସିକି ବସିଯିବେ ମୋ କତିରେ ଆସିକି ଠିଆ ହେଇଯିବେ ମୁଁ ଯାଇକି ଲୁଚିକି ବାଲକୁନିରେ ନହେଲେ କ'ଣ ରୋଷେଇ ଘରେ ଛାତିରେ ଯାଇକି ଛାତ ଉପରେ ଯାଇକି ଶାଢ଼ୀ ବଦଳିକି ଆସିବି। ଘର ଭିତରେ ବସିଛନ୍ତି ମୁଁ ଶୋଇଥିବି ଆସିକି ମୋ କତିରେ ଆସି ଅନ୍ଧାରେ ଠିଆ ହେଇଯାଇଥିବେ ମୁଁ ଏମିତି ଅନେଇଲା ବେଳକୁ କିଏ ମୋତେ ଲାଗିବ ଅନେଇଲା ବେଳକୁ ବାବା ଦେଖିଲା ବେଳକୁ ଲଗେଇଲା ବେଳକୁ ସେ କ'ଣ କରିବେ ଆସିକି ଝଗଡ଼ା କରିବେ ନା ରୁମ୍ କ'ଣ ପାଇଁ କବାଟ ଦେଲୁ ରୁମ୍ କ'ଣ ମୁଁ ବଦଳି ପାରିବିନି ଯଦି ଶାଢ଼ୀ ଗୋଟେ ଖୋଲିଥିବି କି କ'ଣ କରିଥିବି ସେ ଆସି ମୋ କତିରେ ଆସିକି ଠିଆ ହେଇଯିବେ। ମୁଁ ସ୍ୱାମୀ କହିଥିଲି ଏଇସବୁ ବାବାଙ୍କ ନେଚର ଦେଖିକି ମୁଁ ସ୍ୱାମୀ କହିଥିଲି କହିଲା ପରେ ସେ ନେଇକି ମୋତେ ଘରେ ଛାଡ଼ି ଦେଇଥିଲେ ଘରେ ରହିଲି କିଛି ଦିନ ପୁଣି ଆସିଲି ମୁଁ କହିଲି ମୋ ଶ୍ୱଶୁର ଦେ ପରିବର୍ତ୍ତନ ଯାଇ ତା ବି ନାହିଁ ପୁଣି ଯେଉଁ କଥାକୁ ସେଇ କଥା ଶୋଇଥିବି ଅଣ୍ଟାରେ ପିଠିରେ ଏମିତି ହାତ ମାରି ଦେଇଥିବି ପଛପଟକୁ ଏମିତି ହାତ ମାରି ଦେଇଥିବି ଖରାପ ନଚର ସେ ଏମିତି ଦେଖିବେ ଠିଆ ହେଇକି ମୁଁ ଧର ଶୋଇଥିବି ସେ ଆସିକି ଦିନରେ ହଉ ଏମିତି ଠିଆ ହେଇକି ମୋ ଦେହ ମୁଣ୍ଡକୁ ଏମିତି ଅନେଇକି ଠିଆ ହେଇଥିବେ ମୋ ନିଦଟା ଭାଙ୍ଗିଯାଏ ନିଦ ଲାଗିବ ଯେତେବେଳେ ନିଦଟା ଭାଙ୍ଗିଗଲା ବାବା ଠିଆ ହେଇଥିବେ ମୋ ଦେହ ମୁଣ୍ଡକୁ ଅନଉଥିବେ ଭଲ ମନ୍ଦ ସବୁ କିଛି ବୁଝନ୍ତି ମୋ ଶ୍ୱଶୁର ଏତେ ଟଙ୍କା 50-60 ହଜାର ଟଙ୍କା ଇନକମ୍ ପାଇଁ ବି କିଛି ଘର ଭଲ ମନ୍ଦ କିଛି ନାହିଁ ସବୁବେଳେ ପାଇଁ ମଦରେ ଚୁର ହେଇଥିବେ ବିରୋଧ କରନ୍ତି ସେ ଚାହିଁବେନି ଯେ ପୁଅ ବୋଉ ଏକା ସାଙ୍ଗରେ ବସନ୍ତୁ କି ଏକା ସାଙ୍ଗରେ ଖାଆନ୍ତୁ କୁଆଡ଼େ ବୁଲିବାକୁ ତାଙ୍କ ଦେହରେ ଜମା ଯାଇଲେ ସେ ଟେକିକି ଏଇଠୁ ଛାତିରୁ ଧରିକି ଟେକିକି ବାହା କରିଦେଲେ କଚିଦେଲେ ମୁଁ ଉଠିଗଲି ମୁଁ କହିଲି ବାବା ଏମିତି କ'ଣ କରୁଛନ୍ତି ଶ୍ୱଶୁର ହେଇକି କ'ଣ ଏମିତି ଟେକିକି କରିଛନ୍ତି କହୁନାହାନ୍ତି ମାଛ ମୁଁ କାଟି ଜାଣିନାହାନ୍ତି କହୁନାହାନ୍ତି ଘରେ ହେଲାଣି ଆଉ ମାଛ କଟା ଜାଣିନୁ ଆଜି ତ ଘରେ ମୋ ପ୍ରତି ସମ୍ମାନ ନାହିଁ ଆଜି ଯାଇ ମୁଁ କେବେ ବି ସମ୍ମାନ ପାଇ ନାହିଁ ଯିବେ ଆସିବେ 9ଟାରେ ଆସିବେ ମାନେ ସବୁବେଳେ ସିଆଡ଼ୁ ମଦ ପିଇକି ଟାଙ୍କେ ଲେଖା ଆସିଥିବେ।